ନମସ୍କାର ଦର୍ଶକ ବନ୍ଧୁ। ଆଜି ଦିନଯାକର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଆସନ୍ତୁ ନଜର ପକେଇବା। ପ୍ରଥମେ ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର। ଏମାନଙ୍କୁ ଏପ୍ରିଲରେ ମିଳିବ 3 ମାସରେ ଚାଉଳ। ସରକାର ଏକ ନିଷ୍ପତ୍ତି ନେଇଛନ୍ତି ଯାହା ସାଧାରଣ ଲୋକଙ୍କ ପକେଟ୍ ଏବଂ ଦୈନନ୍ଦିନ ଆବଶ୍ୟକତା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଏହି ନୂତନ ସରକାରୀ ବ୍ୟବସ୍ଥା ଅନୁଯାୟୀ ଯୋଗ୍ୟ ରାସନ କାର୍ଡଧାରୀମାନେ ଏପ୍ରିଲ, ମେ ଏବଂ ଜୁନ 2026 ଏକାଥରକେ ରାସନ ପାଇବେ। ଏହାର ଅର୍ଥ ହେଉଛି ପ୍ରତି ମାସରେ ରାସନ ଦୋକାନକୁ ଯିବାର ଆବଶ୍ୟକତା ରହିବ ନାହିଁ। ଯେଉଁମାନେ କାମ କରୁଛନ୍ତି କିମ୍ବା ପ୍ରତି ମାସରେ ସମୟ ଖୋଜିବାରେ କଷ୍ଟକର ହେଉଛନ୍ତି ସେମାନଙ୍କ ପାଇଁ ଏହି ନିଷ୍ପତ୍ତି ବହୁତ ଲାଭଦାୟକ ପ୍ରମାଣିତ ହେବ। ଏହା ରାସନ ବଣ୍ଟନକୁ ମଧ୍ୟ ସରଳ କରିବ ଏବଂ ଭିଡ଼ ହ୍ରାସ କରିବ। କେତେକ ସମୟରେ ବିଭିନ୍ନ କାରଣରୁ ଲୋକମାନେ ସେମାନଙ୍କର ମାସିକ ରାସନ ସଂଗ୍ରହ କରିପାରୁନାହାନ୍ତି। ତଥାପି ଏହି ବ୍ୟବସ୍ଥା ନିଶ୍ଚିତ କରିବ ଯେ ସମସ୍ତ ହିତାଧିକାରୀମାନେ ଏକ ସମୟରେ ସେମାନଙ୍କର ସମ୍ପୂର୍ଣ୍ଣ କୋଟା ପାଇବେ। ପରବର୍ତ୍ତୀ ଖବର ପୁଣି ଶସ୍ତା ହେଲା ସୁନା। ଆଜି ହିଁ କିଣି ନିଅନ୍ତୁ। 22 କ୍ୟାରେଟ୍ ଦାମ ଜାଣିଲେ ନିଜକୁ ଅଟକାଇ ପାରିବେନି। ଆଜି ଭାରତୀୟ ବଜାରରେ 22 କ୍ୟାରେଟ୍ ସୁନାର 10 ଗ୍ରାମ ରେଟ୍ 1,33,800 ଟଙ୍କା ଥିବାବେଳେ 24 କ୍ୟାରେଟ୍ର ଦାମ 1,45,970 ଟଙ୍କା ରହିଛି। 22 ଓ 24 କ୍ୟାରେଟ୍ରେ 2,750 ଓ 2,940 ଟଙ୍କା ହ୍ରାସ ହୋଇଛି। ରାଜଧାନୀ ନୂଆଦିଲ୍ଲୀରେ 22 କ୍ୟାରେଟ୍ ସୁନାର 10 ଗ୍ରାମ ଦାମ 1,33,950 ଟଙ୍କା ଥିବାବେଳେ 24 କ୍ୟାରେଟ୍ର ରେଟ୍ 1,46,120 ଟଙ୍କା ରହିଛି। ଆମେରିକୀୟ ଡଲାରର ମଜବୁତ ହେବା ଏବଂ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁଁ ଲୋକମାନେ ଏବେ ମୁଦ୍ରାସ୍ଫୀତିକୁ ନେଇ ଚିନ୍ତିତ। ଏହି କାରଣରୁ ଗତ ସପ୍ତାହରେ ସୁନାର ମୂଲ୍ୟ ହ୍ରାସ ପାଇଥିଲା। ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ ସୁନା ମୂଲ୍ୟ ବର୍ତ୍ତମାନ ଏକ ଜଟିଳ ମାକ୍ରୋ ପରିବେଶ ଦେଇ ଗତି କରୁଛି। ଭୂରାଜନୈତିକ ଉତ୍ତେଜନା ଏବଂ ମୁଦ୍ରା କଡ଼ାକଡ଼ି ହେବାର ଆଶା ବିପରୀତ ଦିଗରେ ଟାଣି ହେଉଛି। ସେମାନେ ଭବିଷ୍ୟବାଣୀ କରିଛନ୍ତି ଯେ ସୁନାର ହ୍ରାସ ଧାରା ଜାରି ରହିପାରେ। ଫଳସ୍ୱରୂପ ଭାରତରେ ସୁନା ମୂଲ୍ୟ ପ୍ରତି 10 ଗ୍ରାମ 1,27,000 ଏବଂ ଅନ୍ତର୍ଜାତୀୟ ବଜାରରେ 4,250 ପ୍ରତି ଆଉନ୍ସ ପର୍ଯ୍ୟନ୍ତ ପହଞ୍ଚିପାରେ। ପରବର୍ତ୍ତୀ ଖବର ଦଶମ ପାସ୍ ଯୁବକ ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରେଳବାଇରେ 2800ରୁ ଅଧିକ ପଦବୀ ପାଇଁ ବାହାରିଲା ନିଯୁକ୍ତି। ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ୍ କରିଥିବା ଏବଂ ITI ସମାପ୍ତ କରିଥିବା ଯୁବକମାନଙ୍କ ପାଇଁ। ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ 2,801 ପଦବୀ ପୂରଣ କରାଯିବ। ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ପୂର୍ବରୁ ଆରମ୍ଭ ହୋଇସାରିଛି ଏବଂ ଆଗ୍ରହୀ ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ଫର୍ମ ପୂରଣ କରିପାରିବେ। ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଅତି କମରେ 50% ମୋଟ ମାର୍କ ସହିତ ଦଶମ ଶ୍ରେଣୀର ପାସ୍ କରିଥିବା ଆବଶ୍ୟକ। ଏହା ସହିତ NCVT କିମ୍ବା SCVT ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରୁ ସମ୍ପୃକ୍ତ ବାଣିଜ୍ୟରେ ITI ପ୍ରମାଣପତ୍ର ମଧ୍ୟ ବାଧ୍ୟତାମୂଳକ। ବୟସ ବିଷୟରେ ସର୍ବନିମ୍ନ ବୟସ ସୀମା 15 ବର୍ଷ ଏବଂ ସର୍ବାଧିକ ବୟସ ସୀମା 24 ବର୍ଷ। ଏହି ବୟସ ସୀମା ଆବେଦନର ଶେଷ ତାରିଖ ଅର୍ଥାତ୍ 11 ଏପ୍ରିଲ 2026 ଆଧାରରେ ସ୍ଥିର କରାଯିବ।